ଆଜ୍ଞା ଆଜି ଯଦି କୌଣସି ପିଲା ମୂର୍ଖ ହୁଏ କି ପରୀକ୍ଷାରେ ଫେଲ୍ ହୁଏ ସେଥିପାଇଁ ଦାୟୀ ଆଉ କେହି ନୁହନ୍ତି। ଆଉ ଜଣିଏ ମାତ୍ର ଦାୟୀ, ସିଏ ହଉଛନ୍ତି ନିଜ ଗାର୍ଡିଆନ, ନିଜ ବାପ ମା। କାହିଁକି କହୁଛୁ ନା ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ସବୁ ବହି ଭୁଲ ଛାପିଲେ। ଆମ ରାଜ୍ୟ ସରକାର, ଆମ ଗଣ୍ଡ ବାବୁ, ମୋହନ ବାବୁ ମିଶିକି ଭୁଲ ଛାପିଦେଲେ। ଆଚ୍ଛା, ଭୁଲ ତ ଛାପିଲ, ତାକୁ ପୁଣି ସଂଶୋଧନ କରିକି ଛାପିବ ନା ନାଇଁ? ପୁଣି ଥରେ ସିଏ ବର୍ତ୍ତମାନ କଣ କହିଲେ ନା ନାଇଁ ସେଇଥିରେ ଆଡଜଷ୍ଟ କରିଦିଅ। ଆଜ୍ଞା ଆଡଜଷ୍ଟ କଣ? ଯୋଉଠି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ଅଛି, ଆପଣ ଅନ୍ଧାରକୁ ଠେଲି ଦଉଛନ୍ତି, ସେଠି ପୁଣି ସଂଶୋଧନ କଣ? ଆପଣ ସଂଶୋଧନ କରିବେ ଆଉ ଛାତ୍ରଛାତ୍ରୀଙ୍କୁ ପଢିବାକୁ ଦେବେ ବା ସ୍କୁଲ ଯିବେ ପଢିବେ। ଆଉ ଏଠି କଣ ହଉଛି ନା ଅଭିଭାବକ ମାନେ ପୁରା ଚୁପ୍। ଆଜ୍ଞା ଅଭିଭାବକ ମାନେ ଯଦି ଚୁପ୍ ରହିଲେ ତାହେଲେ ଛୁଆଙ୍କ ଭବିଷ୍ୟତ କଣ ହବ? ଇଏ ସରକାର ତ 5 ବର୍ଷର ସରକାର, ଆଜି ଅଛି କାଲିକି ନଥିବ। ଆଉ ଯେତେ ସବୁ ନେତା ଅଛନ୍ତି, ନେତାଙ୍କର ଛୁଆ ମାନେ କୋଉଠି ପାଠ ପଢୁଛନ୍ତି? ନେତାଙ୍କର ଛୁଆ ମାନେ ସବୁ ବାହାର ଦେଶରେ ପାଠ ପଢୁଛନ୍ତି, ପ୍ରାଇଭେଟ ସ୍କୁଲରେ ପଢୁଛନ୍ତି, ଇଂଲିଶ ମିଡିୟମରେ ପଢୁଛନ୍ତି। ଆଉ ଆପଣଙ୍କ ଛୁଆ କୋଉ ଗାଁ ସ୍କୁଲରେ ପଢୁଛି ତ କୋଉ ସହରର କୌଣସି ଗୋଟିଏ ସ୍କୁଲରେ ପାଠ ପଢୁଛି। ତେଣୁକରି ସରକାରଙ୍କର ଯାଏ କେତେ ଆସେ କେତେ? ଆଉ ଆପଣ ମାନେ ଯଦି ଜାଗ୍ରତ ନ ହେବେ, ଆପଣ ମାନେ ଯଦି ସେଇ ଭୁଲକୁ ସଂଶୋଧନ ନ କରିବେ, ଆପଣ ଯଦି ସରକାରଙ୍କୁ ପ୍ରଶ୍ନ ନ କରିବେ, ତାହେଲେ ଆପଣଙ୍କ ଛୁଆ ମୂର୍ଖ ହବ, ପରୀକ୍ଷାରେ ଫେଲ ହବ। ତେଣୁକରି ଜାଗ୍ରତ ହୁଅ ଆଉ ସେ ସରକାରଙ୍କୁ ପ୍ରଶ୍ନ କର। ଆଉ ଗୋଟିଏ ଜିନିଷ କହିବି, ଏ ଲୋକଙ୍କ ସରକାରଙ୍କୁ ଯେ ଆଜ୍ଞା ଦେଖିଥିବେ, ଆପଣ ମାନେ ଲକ୍ଷ୍ୟ କରିଥିବେ 2024 ଇଲେକ୍ସନ ପୂର୍ବରୁ ଓଡ଼ିଆ ଅସ୍ମିତାର ଡିମଡିମ ପିଟୁଥିଲେ, ରାଷ୍ଟ୍ରୀୟ ଭାଷା କହୁଥିଲେ, ଆମ ଓଡ଼ିଶାକୁ ଅନେକ ଟେକିକି ଧରିଥିଲେ, ସବୁ କରିଥିଲେ। କିନ୍ତୁ ଯେତେବେଳେ ସରକାରକୁ ଆସିଲେ, ଆପଣ ଦେଖିଥିବେ ଆମ ମନ୍ତ୍ରୀ, ଆମ ଦଳୀୟ ତ ନୁହଁ, ଆମ ରାଜ୍ୟର ମନ୍ତ୍ରୀ ଭାରତକୁ ଡାରଡ ଲେଖିଦେଲେ। ଆଉ ଆମ ମୋହନ ବାବୁ କଣ କଲେ ନା ସ୍ୱାଧୀନତା ଦିବସ ବି ବଦଳାଇ ଦେଇଥିଲେ ନିଜ ଭାଷଣରେ। ଆଉ କାହାକୁ କୋଉଠି କଣ ଭାଷଣରେ କହିଥିଲେ ଆପଣ ମାନେ ଦେଖୁଥିଲେ। ଆଉ ସବୁଠାରୁ ବଡ ଇଣ୍ଟରେଷ୍ଟିଂ କଥା ହେଲା, ଆଉ ବଡ ଦୁଃଖର କଥା ହେଲା, ଏଇ ଯୋଉ ଲୋକଙ୍କ ସରକାରଙ୍କ ଯେତେ ପୋଷ୍ଟର ବ୍ୟାନର ସବୁ ମରା ହଉନି ନା, ସେଠି କୌଣସି ଗୋଟିଏ ବି ଜାଗାରେ ଭଲ ଭାବେ ଲେଖା ନାହିଁ। ଫଳକ ହଉ, ପୋଷ୍ଟର ହଉ, ବ୍ୟାନର ହଉ, ଯୋଉଠି ନା ଯୋଉଠି, କୋଉଠି ନା କୋଉଠି ଭୁଲ ଲେଖାଟିଏ ହେଇଥିବ। ଏହାର ନଜିର ରହିଛି। ତ ଆପଣ ମାନେ ଯଦି ଏଇ ଲୋକଙ୍କ ସରକାର ତ ସିଏ ନୁହଁ, ମୂର୍ଖଙ୍କ ସରକାରକୁ ଯଦି ଆପଣ ପ୍ରଶ୍ନ ନ କରିବେ, ଅଭିଭାବକ ମାନେ ପ୍ରଶ୍ନ ନ କରିବେ, ତାହେଲେ ଆପଣଙ୍କର ଛୁଆଙ୍କ ଭବିଷ୍ୟତ କଣ ହବ? ଆପଣ କେବେ ଚିନ୍ତା କରିଛନ୍ତି? ଆପଣ ଚୁପଚାପ ରହିଗଲେ। ଆଉ ଏବେ ଯୋଉ ସବୁ ଗଣମାଧ୍ୟମ ବାହାରିଛି, ଆଉ ଏବେ ଯୋଉ ସବୁ ଗଣମାଧ୍ୟମ ଅଛନ୍ତି, ଆଜ୍ଞା ରାଷ୍ଟ୍ରପତି କୋଉଠିକି ଆସିବେ ସେଇଟା ଦେଖିବେ, ପ୍ରଧାନମନ୍ତ୍ରୀ କୋଉଠିକି ଆସିବେ ସେଇଟା ଦେଖିବେ, ମୋହନ ବାବୁଙ୍କ ମାନେ ମୁଖ୍ୟମନ୍ତ୍ରୀଙ୍କ ଭାଇ ମରିଗଲା ସେଇଟା ଦେଖେଇବେ, ବେଲପଣା କୋଉଠି ପିଆ ହବ ସେଇଟା ଦେଖେଇବେ, ଆମ୍ବ ରସ କୋଉଠି ଶସ୍ତା ସେଇଟା ଦେଖେଇବେ, ମନ କି ବାତରେ କଣ ହେଲା ସେଇଟା ଦେଖେଇବେ। କିନ୍ତୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେଲାଣି, ସେଇଟାକୁ ଦେଖେଇବେ ନାହିଁ। ତେଣୁକରି ଦେଖେଇବ କିଏ? ଆଉ ଆକୁ ସ୍ୱର ଉଠେଇବ କିଏ? ନା ଆପଣ ମାନେ। ଆପଣ ଅଭିଭାବକ ଯେହେତୁ ଆପଣଙ୍କର ଛୁଆର ଭବିଷ୍ୟତ ଆପଣଙ୍କ ହାତରେ, ତେଣୁକରି ଆପଣ ମାନେ ସ୍ୱର ଯଦି ଉଠେଇବେ, ତାହେଲେ ଯାଇ ଠିକ ରାସ୍ତାକୁ ଇଏ ବାବୁ ଆସିବେ। ଆଉ ଯଦି ସ୍ୱର ନ ଉଠେଇବେ, ଚୁପଚାପ ପିଲାଙ୍କୁ ଘରେ ବସେଇ ଦିଅନ୍ତୁ, ମୋବାଇଲ ଖଣ୍ଡେ ଖଣ୍ଡେ ଦିଅନ୍ତୁ, ସିଏ ଜୟ ଶ୍ରୀରାମ କହୁ, ଅନ୍ଧଭକ୍ତ ହଉ, ଗୋମୂତ୍ର ସେବନ କରୁ, ଯାହା କରିବାର ଅଛି କରୁ। ନହେଲେ ତ ଚାଷବାସ ତ ପଡିଛି। ଆଉ ବର୍ତ୍ତମାନ ଚାଷରେ ତ ଯାହା ସବୁ ଲାଭବାନ ହଉଛନ୍ତି, ଆମ ଓଡିଶା ଚାଷୀ ହଉ କି ସେ ଆମ ଦେଶର ଚାଷୀ ହଉ, ଯାହା ହଉଛନ୍ତି ଆପଣ ଜାଣୁଛନ୍ତି। ତେଣୁକରି ଆପଣଙ୍କ ଛୁଆ ମୂର୍ଖ ହଉ, ଆପଣ ଜାଗ୍ରତ ହୁଅନ୍ତୁନି, ଆପଣ ସଜାଗ ନ ରୁହନ୍ତୁ, ଆପଣ ପ୍ରଶ୍ନ ନ କରନ୍ତୁ, କିନ୍ତୁ ଆପଣଙ୍କ ଛୁଆକୁ ନିହାତି ଘରେ ବସେଇଦେବେ। ତେଣୁକରି ଦୟାକରି ଭିଡିଓଟିକୁ ଅଧିକ ମାତ୍ରାରେ ସେୟାର କରିଦେବେ ସେଇମାନଙ୍କ ପାଖକୁ ଯୋଉମାନେ ଛୁଆଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦଉଛନ୍ତି ଆଉ ଛୁଆଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି। ନମସ୍କାର।